ବର୍ତ୍ତମାନ ବନ ମହୋତ୍ସବ ସପ୍ତାହ ଚାଲିଥିଲା ବେଳେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଞ୍ଜିତା ସେନାପତିଙ୍କ ଅଧ୍ୟକ୍ଷତାରେ ଚାନ୍ଦପୁରସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଗ୍ରାମ ପରିକ୍ରମା କରି ବୃକ୍ଷ ଲଗାଇବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି। କାର୍ଯ୍ୟକ୍ରମରେ ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ନଗର ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୀଣାପାଣି ଶିଶୁ ମନ୍ଦିର, ଏଜି ମିଶନ ସ୍କୁଲ, ମହର୍ଷି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସଚେତନତାମୂଳକ ପ୍ଲାକାର୍ଡ ଧରି ନାରା ସହିତ ଚାନ୍ଦପୁରର ସମସ୍ତ ସାହି ଓ ଜେମାଦେଇପୁର ଭ୍ରମଣ କରିଥିଲେ। କାର୍ଯ୍ୟକ୍ରମରେ ଫରେଷ୍ଟର ଉମାଶଙ୍କର କର ଓ ସହଯୋଗୀଙ୍କ ସହାୟତାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା। ପ୍ରଦୀପ କୁମାର ସାହୁ ସ୍ୱରଚିତ କବିତା ମାଧ୍ୟମରେ ପିଲାମାନଙ୍କୁ ବୃକ୍ଷର ଉପକାରିତା ସମ୍ପର୍କରେ ବୁଝାଇଥିଲେ। ଶେଷରେ ସରପଞ୍ଚ ମହାଶୟା ଅଂଶଗ୍ରହଣ କରିଥିବା ବିଦ୍ୟାଳୟଗୁଡ଼ିକୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଆଗାମୀ ଦିନମାନଙ୍କରେ ଏପରି ସମାଜର ଗଠନମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ଦୀପକ କୁମାର ସେନାପତିଙ୍କ ସମେତ ବାଉରୀବନ୍ଧୁ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ନୟାଗଡ଼ ଚାନ୍ଦପୁରରୁ ସୂର୍ଯ୍ୟକାନ୍ତ ସାହୁଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।